ଥରେ ତୈଲଙ୍ଗ ସ୍ୱାମୀକୁ ନିମନ୍ତ୍ରଣ କରାଗଲା। ତୈଲଙ୍ଗ ସ୍ୱାମୀ ବାରାଣାସୀରେ ରହୁଥିଲେ। ସବୁଠୁ କ'ଣ ହେଲା, ତାଙ୍କୁ ସମସ୍ତେ ଖାଦ୍ୟ ପରିବେଷଣ କଲେ। ତୈଲଙ୍ଗ ସ୍ୱାମୀ ସବୁବେଳେ ଉଲଗ୍ନ ରହୁଥିଲେ। ସବୁଠୁ ସେ କ'ଣ କଲେ, ସବୁବେଳେ ବୁଲୁଥିଲେ। କାହିଁକି ସେ ଉଲଗ୍ନ ରହିଲେ ନା, ଗଙ୍ଗାରେ ଗାଧୋଉଥିଲେ। ଗାଧୋଉ ଗାଧୋଉ କୌପୁନୀଟାକୁ ଧୋଉ ଧୋଉ ଗଙ୍ଗା ଭସେଇ ନେଲା। ଦେଖନ୍ତୁ କି ପ୍ରକାର ବୋଧ। ତେଣୁ ଏ ଜଗଜ୍ଜନନୀ ମାଙ୍କର ଇଚ୍ଛା କ'ଣ ନା, ଆଉ ମୁଁ କୌପୁନୀ ପିନ୍ଧିବି ନାହିଁ। ମା ତ ଭସେଇ ନେଲେ, ଆଉ କୌପୁନୀ, ପ୍ରଭୁଙ୍କର ଇଚ୍ଛା ନାହିଁ ଆଉ କୌପୁନୀ ପିନ୍ଧିବାରେ, ମୁଁ ଉଲଗ୍ନ ରହିବି। ସେ ଉଲଗ୍ନ ରହିଲେ। ଛାଡ଼ନ୍ତୁ, ଆମେ ଯାଇଛୁ ତାଙ୍କ ସମାଧି ମନ୍ଦିରରେ ବସିଛୁ, ବହୁତ ସମୟ ଧ୍ୟାନ କରୁ। ବନାରସ ଗଲେ, ସବୁଠୁ ତୈଲଙ୍ଗ ସ୍ୱାମୀଙ୍କୁ ନିମନ୍ତ୍ରଣ କରାଗଲା। ସେ ସବୁଠୁ କ'ଣ କଲେ, ଗଲେ, କହିଲେ ହଉ ଠିକ୍ ଅଛି। ଖାଦ୍ୟ ପରିବେଷଣ କରାଗଲା। ତୈଲଙ୍ଗ ସ୍ୱାମୀ ସବୁ ଖାଦ୍ୟ ଖାଇଦେଲେ। କହିଲେ ଠିକ୍ ଅଛି, ଏଥର ମୁଁ ଦଉଛି, ତୁମେମାନେ ଖାଅ। ସେ କହିଲେ କ'ଣ ସୃଷ୍ଟି କରିବେ ଦେବେ। ସେ ପଛପଟକୁ ହାତ ନେଲେ ମଳଦ୍ୱାର ପାଖକୁ, ଖାଲି ମୁଠା ମୁଠା ବିଷ୍ଟା ସବୁ ବାହାର କରି ଥୋଇଦେଲେ। ସବୁ ବିଷ୍ଟା ବାହାର କରି ଥୋଇଦେଲେ। କି ଗନ୍ଧ, କି ଗନ୍ଧ, କିଏ ଖାଇବ? ସାଧୁଙ୍କର କେତେ ସାଧନା, କେହି ଖାଇଲେ ନାହିଁ। କିଏ ବିଷ୍ଟା ଖାଇବ? ସାଧୁଙ୍କ ବିଷ୍ଟା। ଦେଖ, ସାଧୁ ଯଦି ଏତେ ଭଲ, ସାଧୁ ଯଦି ଏତେ ମହାନ, ସାଧୁ ଯଦି ଏତେ ଉଚ୍ଚ କୋଟିର, ସାଧୁ ଯଦି ଭଗବାନ, ସାଧୁଙ୍କ ଭିତର ଦେଇ ଯେଉଁ ଖାଦ୍ୟଟା ଆସି ବିଷ୍ଟାରେ ପରିଣତ ହେଲା, ସିଏ କେମିତି ବିଷ୍ଟା ହେବ? ଏ କଥାର ବହୁତ ରହସ୍ୟ ଅଛି, କହିଲେ ସମୟ ଲାଗିବ। ଯାହାର ଏଇ ଥଟ୍ସ ଆସିବ, ଯାହାର ଏଇ କନସେପ୍ଟ ଆସିବ, ଯାହାର ଏଇ ଭାବନା ଆସିବ, ସେତେବେଳେ ବିଷ୍ଟା କେମିତି ଛୁଇଁଦେବ, ସେଟା ଅମୃତ ହେଇଯିବ। ସାଧୁଙ୍କ ବିଷ୍ଟା ଅମୃତ ହେଇଯିବ। ତେଣୁ ସେ କ'ଣ କଲେ, କେହି ଖାଇଲେ ନାହିଁ। ଯେତେ ଖାଦ୍ୟ ସବୁ ବାହାର କରିକି ଥୋଇଥିଲେ, ସମସ୍ତ ଖାଦ୍ୟକୁ ଆରାମସେ ବିଷ୍ଟାକୁ ସବୁ ଖାଇଦେଲେ। ସମସ୍ତେ ଦେଖି ଆସିছে, କିଛି ଘର ଦ୍ୱାର ଗନ୍ଧ ନାହିଁ, କିଛି ବୋଲି କିଛି ନାହିଁ। ଘର ଦ୍ୱାର ପୁରା ବାସନାରେ ମହକିଲା। ତେଣୁ ସେ କ'ଣ କଲେ, କହିଲେ ତୈଲଙ୍ଗ ସ୍ୱାମୀ ଜମା 5 ଜଣଙ୍କୁ ଦୀକ୍ଷା ଦେଇଥିଲେ, କାହାକୁ ଆଉ ଦୀକ୍ଷା ଦେଲେ ନାହିଁ। କାହିଁକି ନା, ଭଗବତ ପ୍ରାପ୍ତି ପାଇଁ କାହାର ବ୍ୟାକୁଳତା, ଶ୍ରଦ୍ଧା ନାହିଁ। କଳି ଯୁଗରେ ଦୀକ୍ଷା ନେବାର ଆବଶ୍ୟକତା ଯେଉଁ ଲୋକମାନେ ଫିଲ୍ କରୁଛନ୍ତି, ଦେହ ସୁସ୍ଥ ରହିବ, ମନ ଟିକେ ସୁସ୍ଥ ରହିବ, ବେପାର ବାଣିଜ୍ୟ ଟିକେ ଭଲ ଚାଲିବ, ଆଉ ମୁଁ ରାଜନୀତିରେ ଟିକେ ସକ୍ସେସ୍ ହେବି, ଏତେ ଖଣ୍ଡେ ଦାନା ମିଳିବ, ଯେ ଭଗବାନ ମିଳିବା ପାଇଁ ଯେ ଦୀକ୍ଷା, ଏଇସବୁ ଯାହା ମିଳେ ପୂର୍ବଜନ୍ମ ସଂସ୍କାରରୁ, ଏଇ କନସିୟସନେସ୍ କାହାର ନାହିଁ। ତାପରେ କ'ଣ ହେଲା, ସେ ରାମଦାସ କହିଲେ ମା, ତୁମେ ଯଦି ସାମାନ୍ୟ ଟିକେ ଖାଦ୍ୟ ଏ ପାତ୍ରରେ ଗୋବର କି ବିଷ୍ଟା କି ଅଳିଆ ଥବାରୁ ତୁମେ ଯଦି ଖାଦ୍ୟଟା ଦଉନ, ତାହେଲେ ତମ ମନ ଭିତରେ କେତେ ଯେ ଅଳିଆ ଆବର୍ଜନା ଅଛି, ତାକୁ ତୁମେ ସଫା କଲଣି? ମୁଁ ତୁମକୁ ଯେଉଁ ମନ୍ତ୍ର ଦେଲେ, ଯେଉଁ ଦୀକ୍ଷା ଦେଲେ, ତୁମର କ'ଣ ହେବ ନା, ଭଗବତ ଦର୍ଶନ, ଭଗବତ ଉପଲବ୍ଧି ହେବ, ବା ତୁମ ଦେହବୋଧରୁ ତୁମେ ଆତ୍ମବୋଧରେ ପହଞ୍ଚିବ, କିମ୍ବା ତୁମେ ସ୍ୱରୂପରେ ପ୍ରତିଷ୍ଠା ଲାଭ କରିବ। ତୁମେ ନିଜକୁ ଚିହ୍ନିପାରିବ, ନିଜକୁ ଜାଣିପାରିବ, ନିଜକୁ ଅନୁଭବ କରିପାରିବ। ସେ ଏତେ ଅପରିଷ୍କାର, ଅପରିଚ୍ଛନ୍ନ ପାତ୍ରରେ ଏ ଦୀକ୍ଷାଟା ମୁଁ କେମିତି ଦେବି? ତୁମ ମନକୁ ତୁମେ ଆଗ ଶୁଦ୍ଧି କର, ତୁମ ମନକୁ ଆଗ ପବିତ୍ର କର, ତୁମ ମନକୁ ତୁମେ ନିର୍ମଳ କର, ତୁମ ମନକୁ ତୁମେ ଧୌତ କର, ଧୋଇ ଦିଅ, ସଫା କରିଦିଅ। ମୁଁ ଆସିବି, ତୁମକୁ ଦୀକ୍ଷା ଦେବି। ଏ କଥାରୁ ଆପଣମାନେ କ'ଣ ଶିଖିଲେ? ବର୍ତ୍ତମାନର ଦୀକ୍ଷା, ସେ ସମୟର ଦୀକ୍ଷା, ସେ ସମୟର ଗୁରୁ, ବର୍ତ୍ତମାନ ସମୟର ଗୁରୁ, ସେ ସମୟର ଶିଷ୍ୟ,
ବର୍ତ୍ତମାନ ସମୟର ଶିଷ୍ୟ ଭିତରେ କି ଆକାଶ ପାତାଳ ତଫାତ।